শুণ গোবিন্দর চরিত ব্যাস নন্দন মুখ চাহি বলন্তি শিরে কর দেই ভৌমনি মনন্তর কথা কহিলে সকল ব্যবস্থা যে মনন্তরে দেবা দেহি ধর্ম রক্ষণে ভাবগ্রাহী অনন্ত যাহার মহিমা কে জানি পারিব সীমা তুম্ভে কহিল মুনিগণে বিষ্ণুর মহিমা প্রমাণে দ্রাবিড়েশ্বর সত্যব্রত সে রাজ ঋষি দৈবত অনন্ত কল্প অন্তে থিলা ভাবে সে কৃষ্ণକୁ ভেটিলা নিত্য গোবিন্দ পাদ ধ্যায়ী বিষ্ণুর তহু শিক্ষা পাই পুଣି ସେ ସୃଷ୍ଟି ଆଦି କାଳେ କେମନ୍ତେ ବୈବ ସୁତ କୂଳେ ବୈବ ସୁତ ମନୁ ହୋଇ ଜନ୍ମ ଲଭିଲା ଦେହ ବହି ପୁଣି ତାହାର ଯେ ଜାତ ହୋଇଲେ ଯେତେ କପତ୍ୟ ଇକ୍ଷକୁ ଆଦି ଦଶ ସୁତେ ହୋଇଲେ ରାଜା ଜଗତେ ଏଣୁ ଆଦିତ୍ୟ କୂଳେ ଯେତେ କହିବା ବଂଶାନୁଚରିତେ ଯାହାର ବଂଶେ ଦେବା ହୋଇ ଏ ଭୂମି ତଳେ ଦେହ ବହି ଦେବା ଚରିତ କଲେ ଯେତେ ଭୂମି କହ ମୋ ଗ୍ରହେ ମୋତେ ଶଙ୍କ ଟୁ ଧର ମୁଁ ତୁମ୍ଭ ଚରଣେ କିଙ୍କର ଭୂତ ଭବିଷ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ବଂଶାନୁ କୀର୍ତ୍ତନ ଯେ ବା ଜଗତେ କଲେ ଯାହା କହିବ ମତେ ଯେବେ ଦୟା ଶ୍ରୀ ସୁତ ଉବାଚ ହେମନ୍ତ ଋଷିଗଣ ମଧ୍ୟରେ ଉତ୍ତରା ସୁତ ଅନୁବାଦେ ଶୁଣି ଆନନ୍ଦେ କୃତ୍ୟ କୃତ୍ୟ କହନ୍ତି ବ୍ୟାସଙ୍କର ସୁତ ଶ୍ରୀ ସୁତ ଉବାଚ ଶୁଣ ହୋ ରୂପ ପରୀକ୍ଷିତ କେବା କଥନେ ସମର୍ଥ ସଂକ୍ଷେପୀ କହିଲି ମୁଁ ତୋତେ ଜାଣଇ ଯୋଗ ବଳେ ଯେତେ ଏ ଭୂମି ମଧ୍ୟରେ ହବ ହି ସତେ ବର୍ଷେ କେବା କହି ରବିର ବଂଶେ ରୂପ ଯେତେ ଯାହା କଲେ ଜଗତେ ଭକତ ଶିଷ୍ୟ ଏହା କହି ଏବେ ତୁ ଶୁଣ ମନ ଦେଇ ଯେବା ଉପଜେ ଯାର ଅଂଶେ ବୈବ ସୁତ ମନୁ ବଂଶେ ଶୁଣ ପାଣ୍ଡବ ଚୂଡ଼ାମଣି ପ୍ରଳୟ ଜଳୁ ବେଦ ଆଣି ଦେହରେ ଅନାଦି କାରଣ ଜଗତ ଆତ୍ମା ନାରାୟଣ ପୂର୍ବେ ଯେ ସଂସାର ସହରି ଜଳେ ଅନନ୍ତ ଶଯ୍ୟା କରି ନିବିଡ଼ ଅନ୍ଧାରେ ଶୋଇଲେ ତାହାଙ୍କୁ କେହି ନ ଦେଖିଲେ ସେ ପୁଣି ପ୍ରଳୟନ୍ତେ ଉତାନେ ଶୋଇଲେ ଅଛନ୍ତି ଅନାଦି କମଳ ପ୍ରକାଶ ଜନ୍ମିଲା ହିରଣ୍ୟର କୋଷ ସୁବର୍ଣ୍ଣମୟ ଦିବ୍ୟ ରୂପୀ ଉଠିଲା ମହାଲୋ ବ୍ୟାପୀ ସେ ପଦ୍ମ କୁଶୁର ମହାଦାତ ଯାହାର ଶରୀର ଜଗତ ଭୂମି ଭିଆଣ ଯୋଗ ବଳି ବସିଲା ସମାଧି ନିଶ୍ଚଳେ ବ୍ରହ୍ମାର ମନରୁ ବାହାର ହୋଇଲା ମରିଚି କୁମର କଶ୍ୟପ ତାର ତ ହୁଁଜାତ ତାର ମହିମା ପ୍ରମିତ ଦକ୍ଷ ଦୁହିତା ବିଭା କଲା ତାତହୁ ସୂର୍ଯ୍ୟ ପୂଜିଲା ସୂର୍ଯ୍ୟର ପତ୍ନୀ ସଂଜ୍ଞା ନାମ ଅତି ସୁନ୍ଦର ଅନୁପମ ତାର ଉଦରୁ ଦିବ୍ୟ ତନୁ ହୋଇଲା ସାଧ ଦେବ ମନୁ ସେ ପୁଣି ଶ୍ରଦ୍ଧା କନ୍ୟା ଗର୍ଭେ ଦଶ କୁମର କଲା ଭାବେ ରୂପେ ଶୋଭିତ ଅନୁପମ ଶୁଣ ହୋ ତାହାଙ୍କର ନାମ ଇକ୍ଷକୁ ନୃପ ସାତ ବେନି ସଜାତି ଦିଷ୍ଟ ଦୁଷ୍ଟ ଘେନି ପୁଣି କରୁଷ ମରି ସନ୍ତକୁ ସଧନା ଭାଗ ଉଚିତ ହୋଇଲେ କବି ବିଭୁ ଆଦି ସବେ ପ୍ରସିଦ୍ଧି ସର୍ବ ସିଦ୍ଧି ଶେଷାଧ ଦେବ ପୁତ୍ର ଅର୍ଥେ ବିଚାରି ବଶିଷ୍ଠ ସଙ୍ଗତେ ପୁତ୍ର କରଣ ବିପ୍ରତୁଷ୍ଟି ଆରମ୍ଭ କଲେ ଯଜ୍ଞ ଗୋଟି ଏମନ୍ତେ ତାର ଶ୍ରଦ୍ଧା ନାରୀ ବଶିଷ୍ଠ ସଙ୍ଗତେ ବିଚାରି ବୋଲଇ ମୁହିଁ ପତିବ୍ରତା ଯେମନ୍ତେ ହୋଇବ ଦୁହିତା ସେ ଅର୍ଥେ ତୁମ୍ଭେ ଯଜ୍ଞ କର ସେ ବହି ଚରଣେ ତୁମ୍ଭର ତା ଶୁଣି କୁଶକେତୁ ବଳା ବିପ୍ରଙ୍କ ସଙ୍ଗେ ବିଚାରିଲା ଆହୁତି ଦେଲା କୟୁତ ହେମନ୍ତ କନ୍ୟା ହେଲା ଦାତ ତା ରୂପ ଜଗତ ମହିଲା ତାହାକୁ ଇଳା ନାମ ଦେଲା ରାତ୍ରେ ସେ କନ୍ୟା ନାମ ଦେଖି ଇକ୍ଷାକୁ ସ୍ୱୟଂ ଦେଖି ବୋଲଇ ବିପ୍ରଙ୍କୁ ଅନାଇଁ ଏମନ୍ତ ଦେଖିଲା ତ ନାହିଁ ତୁମ୍ଭେ ସକଳ ବ୍ରହ୍ମବେତା ଏ କର୍ମ ଅସମ୍ଭବ କଥା ବ୍ରାହ୍ମଣ କର୍ମ ତନୁ ହଇ
ଏ ବଡ଼ ଅସମ୍ଭବ କଥା। ଅଜ୍ଞାନ ଜନଙ୍କର ମତ ମୋର ସଂକଳ୍ପ ବିପରୀତ। ଏମନ୍ତ ମନୁର ବଚନ ଶୁଣି ବଶିଷ୍ଠ ତପୋଧନ ହୋତାଙ୍କ ବ୍ୟଭିଚାର ବାଣୀ ମନକୁ କହନ୍ତି ଯେ ମୁନି ତୋହର ନିଜ ନାରୀ ବୋଲେ ଦୁହିତା ଅର୍ଥେ ହୋମ କଲେ ମୁଁ ଏବେ ସାଧିବି ତୋ ଅର୍ଥେ କହିବି ବିଷ୍ଣୁର ଅଗ୍ରତେ ଯେମନ୍ତେ କନ୍ୟା ତୋହର ହୋଇବ ପୁରୁଷଙ୍କର ଏମନ୍ତେ କହି ମହାରତୀ ବିଷ୍ଣୁକୁ କଲେ ଦିବ୍ୟ ସ୍ତୁତି। ବଶିଷ୍ଠ ସ୍ତୁତି ବାକ୍ୟ ଶୁଣି ତକ୍ଷଣେ ପ୍ରଭୁ ଚକ୍ର ପାଣି ଇଳା କନ୍ୟାକୁ କୃଷ୍ଣ ଚାହିଁ ଭୋଇଲା ପୁତ୍ର ହୁଅ ତୁହି। ତକ୍ଷଣେ ପୁରୁଷ ହୋଇଲା ସୁଦୂର୍ଣ୍ଣ ନାମ ତାର ହେଲା ନିଜ ଭବନେ ଗଲେ ହରି ଏବେ ହଉ ଶୁଣଦଣ୍ଡ ଧାରି ବେଦର ବଚନ ସ୍ୱଭାବ ଏ ତାହା ଅନ୍ୟଥା କରିବ ଶୁଣ ରାଜନ ଶୁଦ୍ଧ ମନେ ସେ ମନୁ ପୁତ୍ର ଏକ ଦିନେ ମୃଗୟା ଅର୍ଥେ ଘର ବନେ ପଶିଲା ହରସିଦ ମନେ ସେ ସରାସନ ଧରି କରି ବସିଲା ଅଶ୍ୱର